କ୍ରିକେଟ ଇତିହାସରେ ସବୁଠାରୁ ଭୟଙ୍କର ଦିନ ତାହା ହେଉଛି ଆଜିର ଦିନ 27 ନଭେମ୍ବର। ଆସନ୍ତୁ ଜାଣିବା କଣ ହେଇଥିଲା ଏଇ ଦିନରେ, କଣ ପାଇଁ ମୁଁ ଏହାକୁ ଭୟଙ୍କର ଦିନ ବୋଲି କହୁଛି। ସବୁ ଡିଟେଲ୍ସରେ ଆପଣଙ୍କୁ ଜଣେଇବି, ଭିଡ଼ିଓଟିକୁ ପୁରା ଦେଖନ୍ତୁ। 27 ନଭେମ୍ବର 2014 ମ୍ୟାଚ୍ ଚାଲିଥିଲା, ଘରୋଇ ମ୍ୟାଚ୍ ଥିଲା ନ୍ୟୁ ସାଉଥ ୱେଲ୍ସ ଆଉ ସାଉଥ ଆଫ୍ରିକା ମଧ୍ୟରେ। ମ୍ୟାଚ୍ଟି ଚାଲିଥିଲା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆରେ। ଖେଳ ହବାର କିଛି ସମୟ ଭିତରେ ବ୍ୟାଟ୍ସମ୍ୟାନ ମାନେ ଭଲ ବ୍ୟାଟିଂ କରୁଥିଲେ ଏବଂ ଖେଳଟି କଣ୍ଟିନ୍ୟୁ ଚାଲିଥିଲା। ସେହି ସମୟରେ ବୋଲିଂ କରନ୍ତି ଦ୍ରୁତ ଗତିର ବୋଲର ସନ୍ ଏବଟ୍, ଆଉ ବ୍ୟାଟ୍ସମ୍ୟାନ ଥିଲେ ଫିଲିପ ଜର୍ଜ, ଯିଏକି ଅଷ୍ଟ୍ରେଲିଆରୁ ବିଲଙ୍ଗସ୍ କରନ୍ତି ଏବଂ ସେ 63 ରନ୍ କରି ଅପରାଜିତ ହୋଇ ବ୍ୟାଟିଂ କରୁ ଏବଂ ସେହି ସମୟରେ ବଲଟି ଆସି ବାଜୁଛି ତାଙ୍କର ବେକର ଟିକେ ଉପରକୁ, ଯୋଉଟାକି ପଛପଟ ବ୍ରେନ୍ ସାଇଜରେ ବାଜୁଛି ଏବଂ ସେ ତୁରନ୍ତ ସେଇଠି ପଡି ଯାଉଛନ୍ତି। ପଡିଯିବା ପରେ ପୁରା କ୍ରିକେଟ ଗ୍ରାଉଣ୍ଡରେ ସେଠୁ ତାଙ୍କୁ ମେଡିକାଲକୁ ସିଧା ନିଆଗଲା ଏବଂ ମେଡିକାଲକୁ ନିଆଗଲା ପରେ 2 ଦିନ ସେ ମେଡିକାଲରେ ରହିଲା ପରେ ତାଙ୍କୁ ମୃତ୍ୟୁ ଘୋଷଣା କରାଗଲା ଏବଂ ସେ ତାଙ୍କର ଯୋଉ କ୍ରିକେଟରେ ଯୋଉ 63 ରନ୍ ଥିଲା, ସେ 63 ରନ୍ ତାଙ୍କର ପର୍ଯ୍ୟନ୍ତ ସେ ନଟ୍ ଆଉଟ୍ ରହିଛନ୍ତି ଏବଂ ତାପରେ ଗୋଟେ କ୍ରିକେଟ ଇତିହାସରେ ଶୋକର ଛାୟା ଖେଳି ଯାଉଛି ଏବଂ ଆଇସିସି ମଧ୍ୟ ପରବର୍ତ୍ତୀ ସମୟରେ ବହୁତ ଭଲ ଷ୍ଟେପ୍ ନେଲା। ପ୍ଲେୟାର ମାନଙ୍କୁ ଭଲ ସୁରକ୍ଷା ଦେବା ପାଇଁ ଭଲ ହେଲମେଟର ବ୍ୟବସ୍ଥା କରାଗଲା, ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଗଲା ଏବଂ ୱାର୍ଲଡ କ୍ରିକେଟରେ ଯେତେ ବି କ୍ରିକେଟର ରହିଲେ ଏହି ଦିନକୁ ସେମାନେ ବ୍ଲାକ୍ ଡେ ହିସାବରେ ମନାନ୍ତି 27 ନଭେମ୍ବର ଏବଂ କିଛି କିଛି ମଧ୍ୟ 63 ନଟ୍ ଆଉଟ୍ ଏଟା ବି ମନାନ୍ତି। ଯଦି ଭିଡ଼ିଓଟି ଭଲ ଲାଗିଲା ଅନ୍ୟମାନଙ୍କୁ ସେୟାର କରନ୍ତୁ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।